Hello friend, welcome to our YouTube channel English and Odia Education। तो फ्रेंड ଚାଲ ଆମେ ଆଜି ପଢ଼ିବା ତୁମ ହସ ଖୁସି ବହିର ପାଠର ନାମ ଦେଖ ଆମର ପର୍ବପର୍ବାଣୀ ପାଠ ନମ୍ବର 16। ସର୍ବପ୍ରଥମେ ତ ଚ୍ୟାନେଲକୁ ସବସ୍କ୍ରାଇବ୍ କର, ଲାଇକ୍ କର, କାହିଁକି ନା ଏମିତି ଅନେକ ମଜା ମଜା ଭିଡ଼ିଓ ଏହି ଚ୍ୟାନେଲ ମାଧ୍ୟମରେ ଦେଖିପାରିବ। ଆଉ ତୁମ ସାଙ୍ଗମାନଙ୍କ ପାଖକୁ ସେୟାର କର, ସେମାନେ ମଧ୍ୟ ଏହିପରି ଭିଡ଼ିଓ ଦେଖିପାରିବେ। ତ ଚାଲ ଡେରି ନକରି ଶୀଘ୍ର ପାଠଟି ଆରମ୍ଭ କରିବା। ଦେଖ ବାହାର କର ପାଠ ନମ୍ବର 16। ପାଠ ନାମ ଦେଖ ଆମର ପର୍ବପର୍ବାଣୀ। ଦେଖ ଏହା କେଉଁ ପର୍ବର ଚିତ୍ର? ଦେଖ ପିଲାମାନେ, ଏଇଟା ଏମିତି ଦୀପ ଜାଲିକି ବାଣ କେଉଁ ପର୍ବରେ ଫୁଟା ଯାଇଥାଏ? ଏଟା ହେଲା ଦୀପାବଳିର ଚିତ୍ର। ଆଉ ତଳେ ଦେଖ ଏହି ଦିନ କେଉଁ ଠାକୁରାଣୀଙ୍କୁ ପୂଜା କରାଯାଏ? ଏହି ଦିନ ମା କାଳୀକୁ ପୂଜା କରାଯାଇଥାଏ ହେଲା। ଆଉ ଦେଖ ତୁମେ ସେଦିନ ଘରେ କ'ଣ କରିଥାଅ? ଆମେ ସେଦିନ କ'ଣ କରିଥାଉ? ଆମେ ମିଠା, ଅନେକ ପ୍ରକାର ପିଠା ମିଠା ତିଆରି କରି ଆମେ କ'ଣ କରିଥାଉ? ଖାଇଥାଉ। କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ଦୀପାବଳି ପାଳନ ପର୍ବ କରାଯାଏ। ଦେଖ ଦୀପାବଳି ପର୍ବ କେବେ ପାଳନ କରାଯାଏ? କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ, ଅମାବାସ୍ୟା ରାତିରେ ଦୀପାବଳି ପର୍ବ ପାଳନ କରାଯାଇଥାଏ। ସେଦିନ ଆମେ ପୂର୍ବପୁରୁଷଙ୍କୁ ମନେ ପକାଇଥାଉ। ସେଦିନ ଆମେ କାହାକୁ ମନେ ପକାଇଥାଉ? ଆମ ପୂର୍ବପୁରୁଷଙ୍କୁ ମନେ ପକାଇଥାଉ। ଚିତ୍ରରେ ଦେଖ ଏଇଟା ଚିତ୍ରରେ କେଉଁ ଧର୍ମର ଲୋକଙ୍କୁ ଦେଖୁଛ? ଦେଖ ଏଇ ଚିତ୍ର ଦେଖ ସମସ୍ତେ। এই ଚିତ୍ରରେ କେଉଁ ଧର୍ମର ଲୋକ ତୁମେ ଦେଖୁଛ? ଏଇଟା ହେଲା ମୁସଲମାନ ଧର୍ମର ଲୋକ। ଦେଖ ସେମାନେ କେଉଁଠି ବସି ପ୍ରାର୍ଥନା କରୁଛନ୍ତି? ସେମାନେ ମସଜିଦରେ ବସି ପ୍ରାର୍ଥନା କରୁଛନ୍ତି। ଦେଖ ଏଟା ମସଜିଦ, ଦେଖୁଛ ପିଲାମାନେ, ଏଇଟା ହେଲା ମସଜିଦ, ମୁସଲମାନ ସମ୍ପ୍ରଦାୟର ଲୋକମାନେ। ରମଜାନ ମୁସଲମାନ ମାନଙ୍କର ଏକ ପର୍ବ। ରମଜାନ କେଉଁମାନଙ୍କର ଏକ ପର୍ବ? ମୁସଲମାନ ମାନଙ୍କର ଏକ ପର୍ବ। ଏକ ମାସ ଧରି ମୁସଲମାନ ମାନେ ଏହି ସମୟରେ ଉପବାସ କରିଥାନ୍ତି। ଏହି ରମଜାନ ପର୍ବ ଯଦି ହେଲା ତାହେଲେ ସେମାନେ ଏକ ମାସ ପର୍ଯ୍ୟନ୍ତ ଉପବାସ ରହିକି ପର୍ବ ପାଳନ କରିଥାନ୍ତି। ଏହା ସେମାନଙ୍କର ଏକ ପବିତ୍ର ମାସ ଅଟେ। ଏହି ମାସଟି ସେମାନଙ୍କର କ'ଣ? ପବିତ୍ର ମାସ ଅଟେ। ରାତିରେ ସ୍ୱତନ୍ତ୍ର ଭାବରେ ନମାଜ ପଢ଼ନ୍ତି। ଏହି ପବିତ୍ର ମାସରେ ବହୁତ ଦାନ କରିଥାନ୍ତି। ଏହି ମାସରେ ସେମାନେ ବହୁତ ଲୋକଙ୍କୁ ଦାନ ଦେଇଥାନ୍ତି। ଚିତ୍ରରେ କେଉଁ ପ୍ରାର୍ଥନା ସ୍ଥଳୀ ଅଟେ? ଦେଖ ଏଇଟା ହେଲା ଗିର୍ଜା। ଏଥିରେ କିଏ ମାନେ ପ୍ରାର୍ଥନା କରିଥାନ୍ତି? ଖ୍ରୀଷ୍ଟିଆନ ମାନେ ପ୍ରାର୍ଥନା କରିଥାନ୍ତି। କେଉଁ ଧର୍ମର ଲୋକମାନେ ଏଠି ପ୍ରାର୍ଥନା କରିଥାନ୍ତି? ଖ୍ରୀଷ୍ଟିଆନ ଧର୍ମର ଲୋକମାନେ ଏଠି ପ୍ରାର୍ଥନା କରିଥାନ୍ତି। ଡିସେମ୍ବର ମାସ 25 ତାରିଖକୁ ଖ୍ରୀଷ୍ଟିଆନ ଧର୍ମର ଲୋକମାନେ ବଡ଼ଦିନ ରୂପେ ପାଳନ କରନ୍ତି। ଖ୍ରୀଷ୍ଟମାନେ କେଉଁ ଦିନ ପାଳନ କରନ୍ତି? ଡିସେମ୍ବର ମାସ 25 ତାରିଖକୁ ସେମାନେ ବଡ଼ଦିନ ରୂପରେ ପାଳନ କରିଥାନ୍ତି। ସେଦିନ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ହୋଇଥିଲା। ସେହି ଡିସେମ୍ବର 25 ତାରିଖରେ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ହୋଇଥିଲା। ଏଇଟି କେଉଁ ଯାତ୍ରାର ଚିତ୍ର ଦେଖୁଛ? ଏଇ ତଳେ ଦେଖ। ଏଇଟା କେଉଁ ଯାତ୍ରାର ଚିତ୍ର? ଏଇଟା ହେଲା ଦେଖ ଆମର କ'ଣ? ରଥଯାତ୍ରା ହେଲା। କେଉଁ ସବୁ ଠାକୁର ଏହି ଦିନ ପୂଜା ପାଆନ୍ତି? ଦେଖ ଏହି ଦିନ କିଏ କିଏ ପୂଜା ପାଆନ୍ତି? ରଥଯାତ୍ରା ଦିନ ଜଗନ୍ନାଥ, ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା, ଏହି ତିନି ଠାକୁର ଏହି ଦିନ ପୂଜା ପାଇଥାନ୍ତି। ତୁମେ ରଥଯାତ୍ରା ପାଳନ କର କି? ହଁ, ଆମେ ରଥଯାତ୍ରା ପାଳନ କରିଥାଉ। କିଏ କିଏ ପାଳନ କର ପିଲାମାନେ? ସେମାନେ ଏଠିରେ ଲେଖିବ।
ଆଷାଢ଼ ମାସ ଶୁକ୍ଲପକ୍ଷ ଦ୍ୱିତୀୟା ତିଥିରେ ରଥଯାତ୍ରା ପାଳନ କରାଯାଏ। ରଥଯାତ୍ରା କେବେ ପାଳନ କରାଯାଏ? ଆଷାଢ଼ ମାସ ଶୁକ୍ଲପକ୍ଷ ଦ୍ୱିତୀୟା ତିଥିରେ ରଥଯାତ୍ରା ପାଳନ କରାଯାଇଥାଏ। ପୁରୀର ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ ଅଟେ। ଯେଉଁ ପୁରୀର ରଥଯାତ୍ରା କରାଯାଏ ସେଟା ହେଲା ବିଶ୍ୱ ପ୍ରସିଦ୍ଧ ପିଲାମାନେ। ଏହି ଦିନ ସବୁ ଜାତି ଓ ଧର୍ମର ଲୋକମାନେ ବଡ଼ ଦାଣ୍ଡରେ ଠାକୁରଙ୍କୁ ଦର୍ଶନ କରିଥାନ୍ତି। ଏହି ଦିନ ଆଷାଢ଼ ମାସ ଶୁକ୍ଲପକ୍ଷ ତୃତୀୟା ତିଥିରେ ଯେଉଁ ରଥଯାତ୍ରା ହୋଇଥାଏ ସେଥିରେ ସବୁ ଜାତି ସବୁ ଧର୍ମର ଲୋକମାନେ ବଡ଼ ଦାଣ୍ଡରେ ତିନି ଠାକୁରଙ୍କୁ ଦର୍ଶନ କରିଥାନ୍ତି। ଚିତ୍ତରେ କେଉଁ ଠାକୁରଙ୍କୁ ପୂଜା କରାଯାଉଛି? ଏହି ପୂଜା କେଉଁ ସବୁ ସ୍ଥାନରେ ହୁଏ? ଦେଖ, ଚିତ୍ରରେ ଆମେ ଶ୍ରୀ ଗଣେଶଙ୍କୁ ପୂଜା କରାଯାଉଛି। ଚିତ୍ର ଦେଖୁଛ, ଏଠା ଆମ ବିଦ୍ୟାଳୟ ମାନଙ୍କରେ ଗାଁ ଗହଳିରେ ସବୁଠାରେ ତାଙ୍କ ପୂଜା କରାଯାଇଥାଏ। ତୁମେ ଗଣେଶ ପୂଜା ଦିନ ବିଦ୍ୟାଳୟରେ କ'ଣ ସବୁ କର? ଆମେ କ'ଣ କରିଥାଉ ପିଲାମାନେ? ତୁମେମାନେ ବିଦ୍ୟାଳୟ ଯଦି ଗଣେଶ ପୂଜା ହେଲେ ତୁମେ କ'ଣ ସବୁ କରିଥାଅ ସେଟା ଏଥିରେ ନିଜେ ଲେଖିବ। ଗଣେଶ ପୂଜା ଭାଦ୍ରବ ମାସ କୃଷ୍ଣପକ୍ଷ ଚତୁର୍ଥୀ ଦିନ ହୋଇଥାଏ। ଗଣେଶ ପୂଜା କେବେ ହୋଇଥାଏ? ଭାଦ୍ରବ ମାସରେ ଶୁକ୍ଲପକ୍ଷ ଚତୁର୍ଥୀ ଦିନରେ ଗଣେଶ ପୂଜା ହୋଇଥାଏ। ଠାକୁର ଗଣେଶଙ୍କୁ ବୁଦ୍ଧିଦାତା ଭାବରେ ଗଣନା କରାଯାଏ। ଠାକୁର ଗଣେଶଙ୍କୁ ବୁଦ୍ଧିଦାତା ଭାବରେ ଗଣନା କରାଯାଇଥାଏ। ଏହି ଚିତ୍ରରେ କେଉଁ ଦେବୀ ଅଛନ୍ତି? ଦେଖ, ଏହି ଚିତ୍ରଟି ଦେଖ, କେଉଁ ଦେବୀ ଅଛନ୍ତି? ଏଠି ମା ସରସ୍ୱତୀ ଅଛନ୍ତି ଏହି ଚିତ୍ରରେ। ପୂଜା ପୂର୍ବ ଦିନ ତୁମେ ବିଦ୍ୟାଳୟରେ କ'ଣ କର? ପୂଜା କାଲି ଅଛି, ଆଜି ତୁମେ କ'ଣ କରିଥାଅ? ଏଥିରେ ତୁମେ ନିଜେ ଲେଖିବ। ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ସରସ୍ୱତୀ ପୂଜା ହୋଇଥାଏ। ମା ସରସ୍ୱତୀଙ୍କର ପୂଜା କେବେ ହୋଇଥାଏ? ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ସରସ୍ୱତୀ ପୂଜା ହୋଇଥାଏ।